ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 73। ତୁମେ କ'ଣ ସମାଲୋଚନା କାରଣରୁ ଚିନ୍ତିତ ହେଉଛ? 1929 ମସିହାରେ ଚିକାଗୋ ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। 30 ବର୍ଷ ବୟସର ଜଣେ ବ୍ୟକ୍ତିଙ୍କୁ ଆମେରିକାର ଏକ ବିଶ୍ୱବିଦ୍ୟାଳୟର ପ୍ରେସିଡେଣ୍ଟ ରୂପେ ନିଯୁକ୍ତ କରାଗଲା। ଏଣୁ ପୁରୁଣା ଶିକ୍ଷକମାନେ ଏହାର ବିରୋଧ କଲେ। ସେ ବ୍ୟକ୍ତିଙ୍କ ନାମ ଥିଲା ରବର୍ଟ ମେନର୍ଡ ହଚିନସନ୍। ଲୋକମାନେ ଏଣୁତେଣୁ ଭଲମନ୍ଦ ଅନେକ କଥା କହିଲେ, କଟୁ ସମାଲୋଚନା ବି କଲେ। ସମାଚାର ପତ୍ରରେ ସମାଲୋଚନା ବି କରାଗଲା। ଯେଉଁଦିନ ସେ ବିଶ୍ୱବିଦ୍ୟାଳୟର ପ୍ରେସିଡେଣ୍ଟ ରୂପେ କାର୍ଯ୍ୟଭାର ଗ୍ରହଣ କଲେ, ସେହିଦିନ ଜଣେ ବନ୍ଧୁ ତାଙ୍କର ପିତାକୁ କହିଲେ, ଆପଣଙ୍କ ପୁଅ ବିଷୟରେ ଖବରକାଗଜରେ କଟୁ ସମାଲୋଚନା ପ୍ରକାଶ ପାଇଛି। ତାଙ୍କ ବିଷୟରେ ଅନେକ ମିଛ ସତ ତ୍ରୁଟି ପ୍ରକାଶିତ ହୋଇଛି। ତାଙ୍କ ପିତା ଉତ୍ତର ଦେଲେ, କିଛି ଭୟ ନାହିଁ, ଏସବୁ ମିଛ। କିଛିଦିନ ପରେ ସବୁ କଥା ମିଳିଯିବ। ସଂସାରର ପ୍ରବୃତ୍ତି ଏମିତି। ଯେଉଁ ବ୍ୟକ୍ତି ପ୍ରତି ଭିତରେ ଭିତରେ ଭୟ ଥାଏ, ତାହାର କଟୁ ସମାଲୋଚନା କରି ଲୋକମାନେ ନିଜକୁ ତା ଅପେକ୍ଷା ବଡ଼ ବୋଲି ପ୍ରମାଣ କରିବାରେ ଚେଷ୍ଟା କରିଥାନ୍ତି। ଯେଉଁମାନଙ୍କର ବଡ଼ପଣ ଥାଏ, କିଛି ଗୁଣ, ଖ୍ୟାତି ବା ମୌଳିକତା ଥାଏ, ସେହିମାନଙ୍କୁ ହିଁ ସମାଲୋଚନା କରାଯାଇଥାଏ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।